ଆପଣମାନେ ଜାଣନ୍ତି ପବିତ୍ର ପୁରୀ ଧାମ ହେଉଛି ଅଗଣିତ ଚମତ୍କାରର ଭୂମି। ତେବେ ଆଜି ଆସନ୍ତୁ ଆମେ ଏମିତି ଏକ ଦିବ୍ୟ ମୁହୂର୍ତ୍ତ ବିଷୟରେ କଥା ହେବା ଯାହାର ଚିହ୍ନ ଆଜି ବି ସମୟକୁ ହରାଇ ଦେଇଛି। କେବେ ଭାବିଛନ୍ତି କେମିତି ଜଣେ ମଣିଷର ସ୍ପର୍ଶରେ ଗୋଟେ କଠିନ ପଥର ତରଳି ଯାଇପାରେ? ଶୁଣିବାକୁ ଅବିଶ୍ୱାସନୀୟ ଲାଗୁଛି ନା? ହେଲେ ଆମର ଆଜିର କାହାଣୀର ମୂଳ କେନ୍ଦ୍ରବିନ୍ଦୁ ହେଉଛି ଏହି ରହସ୍ୟ। ଦେଖନ୍ତୁ, ଏହା ହେଉଛି ଜଗନ୍ନାଥ ମନ୍ଦିରର ସେହି ପ୍ରସିଦ୍ଧ ଗରୁଡ଼ ସ୍ତମ୍ଭ। ଆଉ ଏହି ପଥର ସ୍ତମ୍ଭ ଉପରେ ରହିଛି 16ଶ ଶତାବ୍ଦୀର ଜଣେ ମହାନ ସାଧୁଙ୍କ ହାତର ଛାପ, ଯାହା ଆଜି ବି ଏକ ଜୀବନ୍ତ ପ୍ରମାଣ ଭାବେ ରହିଛି। ତେବେ ଏହି କାହାଣୀର ମୂଳକୁ ଯିବାକୁ ହେଲେ ଆଉ ଏହାର ନାୟକଙ୍କୁ ଜାଣିବାକୁ ହେଲେ ଆସନ୍ତୁ ଆମେ ସମୟରେ ଟିକେ ପଛକୁ ଯିବା, ସିଧା 16ଶ ଶତାବ୍ଦୀକୁ। ଆମ କାହାଣୀର କେନ୍ଦ୍ରରେ ଅଛନ୍ତି ସ୍ୱୟଂ ଶ୍ରୀ ଚୈତନ୍ୟ ମହାପ୍ରଭୁ। ତାଙ୍କୁ ତ ଭଗବାନ କୃଷ୍ଣଙ୍କର ଅବତାର ବୋଲି କୁହାଯାଏ। ତାଙ୍କର ପଥ ଥିଲା ଭକ୍ତିର, ଏକ ଏମିତି ଗଭୀର, ଏମିତି ସର୍ବଗ୍ରାସୀ ପ୍ରେମ ଯେଉଁଠି ଖାଲି ପ୍ରଭୁଙ୍କର ନାମ ଶୁଣିଦେଲେ ହିଁ ଆତ୍ମା ଆନନ୍ଦରେ କାନ୍ଦି ଉଠେ। ଜାଣନ୍ତି, ତାଙ୍କର ପୁରୀ ଯାତ୍ରା କେବଳ ଗୋଟେ ତୀର୍ଥଯାତ୍ରା ନଥିଲା, ନା, ଏହା ଥିଲା ପ୍ରେମର ଏକ ଯାତ୍ରା। ନିଜର ପ୍ରିୟତମଙ୍କ ସହ ମିଳନ ପାଇଁ ଏକ ବ୍ୟାକୁଳ ଯାତ୍ରା। ବଙ୍ଗରୁ ଆରମ୍ଭ ହୋଇଥିବା ଏହି ଇଚ୍ଛା ଗୋପୀନାଥ ମନ୍ଦିରରେ ଏକ ଦିବ୍ୟ ସଂକେତ ପାଇବା ପରେ ଆହୁରି ଦୃଢ଼ ହୋଇଗଲା, ଆଉ ଶେଷରେ ପୁରୀରେ ହିଁ ଏହାର ପରିସମାପ୍ତି ଘଟିଲା। ଆଉ ଏହି ଯାତ୍ରା ସମୟରେ ହିଁ ଗୋଟେ ଆଶ୍ଚର୍ଯ୍ୟକର ଘଟଣା ଘଟିଲା। ବାଟରେ ଏକ ମନ୍ଦିରରେ ଯେତେବେଳେ ସେ ଦେବତାଙ୍କୁ ପ୍ରଣାମ କରୁଥିଲେ, ହଠାତ୍ ଠାକୁରଙ୍କ ମୁକୁଟରୁ ଗୋଟିଏ ଫୁଲ ଠିକ୍ ତାଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା। ଏହା ଯେମିତି ସ୍ୱୟଂ ଭଗବାନଙ୍କର ଏକ ସ୍ୱୀକୃତି ଥିଲା, ଏକ ସ୍ୱର୍ଗୀୟ ଆଶୀର୍ବାଦ। ଯେତିକି ଯେତିକି ପୁରୀ ପାଖାଇ ଆସୁଥାଏ, ତାଙ୍କର ବ୍ୟାକୁଳତା ସେତିକି ବଢ଼ି ଚାଲିଥାଏ। ଏମିତି ଏକ ସମୟ ଆସିଲା ଯେତେବେଳେ ତାଙ୍କର ଧୈର୍ଯ୍ୟର ସବୁ ସୀମା ପାର ହୋଇଗଲା। ସେ ଆଉ ନିଜକୁ ସମ୍ଭାଳି ପାରିଲେନି। ନିଜର ସାଙ୍ଗସାଥୀ ଶିଷ୍ୟମାନଙ୍କୁ ପଛରି ଛାଡ଼ି ସେ ଦୌଡ଼ିବାକୁ ଲାଗିଲେ। ଖାଲି ପାଦରେ, ନିଶ୍ୱାସ ରୁନ୍ଧି ହୋଇଯାଉଥାଏ, କିନ୍ତୁ ମନରେ ଥାଏ ପରମାନନ୍ଦ। ବାସ୍ ସେମିତି ହିଁ ମନ୍ଦିର ଆଡ଼କୁ ମାଡ଼ି ଚାଲିଲେ। ଆଉ ତାପରେ ଯାହା ହେଲା, ସେ ମନ୍ଦିର ଭିତରକୁ ଗଲେ ଆଉ ତାଙ୍କ ଆଖି ସିଧା ପଡ଼ିଲା ପ୍ରଭୁ ଜଗନ୍ନାଥଙ୍କ ଉପରେ। ବାସ୍ ସେତିକି। ତାଙ୍କ ହୃଦୟ ଯେମିତି ଦିବ୍ୟ ପ୍ରେମରେ ବିସ୍ଫୋରଣ ହୋଇଗଲା। ନିଜକୁ ସମ୍ଭାଳି ନପାରି ସେ ପ୍ରଭୁଙ୍କୁ ଆଲିଙ୍ଗନ କରିବା ପାଇଁ ଦୌଡ଼ିଗଲେ ଆଉ ସେଇଠି ସେହି ପଥର ଚଟାଣ ପରେ ଅଚେତ ହୋଇ ପଡ଼ିଗଲେ। ଠିକ୍ ଏହି ସମୟରେ କାହାଣୀରେ ଏକ ନୂଆ ମୋଡ଼ ଆସେ। ସେଠାରେ ପ୍ରବେଶ କରନ୍ତି ସେହି ସମୟର ଜଣେ ମହାନ ଏବଂ ଜ୍ଞାନୀ ପଣ୍ଡିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ସେହି ଅଚେତ ସାଧୁଙ୍କର ତେଜମୟ ଚେହେରା ଦେଖି ସାର୍ବଭୌମ ତୁରନ୍ତ ବୁଝିଗଲେ ଯେ ଏ କୌଣସି ସାଧାରଣ ଭକ୍ତ ନୁହନ୍ତି। ତେଣୁ ସେ ତାଙ୍କୁ ବହୁତ ଯତ୍ନର ସହିତ ନିଜ ଘରକୁ ନେଇଯିବାର ବ୍ୟବସ୍ଥା କଲେ, ଯେମିତି ସେ ସୁସ୍ଥ ହୋଇପାରିବେ। ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେ, ସାର୍ବଭୌମ ତାଙ୍କୁ ବୁଝାଇ କହିଲେ, ଆପଣଙ୍କ ପ୍ରେମ ବହୁତ ଗଭୀର, ବହୁତ ପ୍ରବଳ। ଏଣିକି ଆପଣ ଦୂରରୁ ଗରୁଡ଼ସ୍ତମ୍ଭ ପାଖରେ ଠିଆ ହୋଇ ଶାନ୍ତିରେ ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ଆଉ ଶ୍ରୀ ଚୈତନ୍ୟ ମହାପ୍ରଭୁ ବଡ଼ ବିନମ୍ର ଭାବରେ ସେହି ପରାମର୍ଶକୁ ମାନିନେଲେ। ସେହିଦିନଠାରୁ ଗରୁଡ଼ସ୍ତମ୍ଭ ହିଁ ତାଙ୍କ ପାଇଁ ପ୍ରଭୁଙ୍କ ଦର୍ଶନର ପବିତ୍ର ସ୍ଥାନ ପାଲଟିଗଲା। ଆଉ ସେଠାରେ ଠିଆ ହୋଇ ଯେତେବେଳେ ସେ ପ୍ରଭୁଙ୍କୁ ଦେଖୁଥିଲେ, ତାଙ୍କ ଶରୀରରେ ଦିବ୍ୟ ପ୍ରେମର ସବୁ ଲକ୍ଷଣ ସ୍ପଷ୍ଟ ଦେଖାଯାଉଥିଲା। ଶରୀର ଥରି ଉଠୁଥିଲା, ଲୋମ ଟଙ୍କୁରି ଯାଉଥିଲା, ଆଖିରୁ ଲୁହର ନଈ ବହୁଥିଲା, ଆଉ କଣ୍ଠରୁଦ୍ଧ ହୋଇ କେବଳ ପ୍ରଭୁଙ୍କ ନାମ ହିଁ ବାହାରୁଥିଲା। ଆଉ ତାପରେ ଆସିଲା ସେହି ମୁହୂର୍ତ୍ତ। ଦିନେ ପ୍ରଭୁଙ୍କ ଦର୍ଶନରେ ସମ୍ପୂର୍ଣ୍ଣ ଭାବେ ହଜିଯାଇଥିବା ବେଳେ ସେ ସାମାନ୍ୟ ଆଶ୍ରା ପାଇଁ ସ୍ତମ୍ଭ ଉପରେ ଆଉଜି ପଡ଼ିଲେ। ତାଙ୍କ ଦେହ ପ୍ରେମର ପ୍ରବଳତାରେ ଥରୁଥାଏ। ଆଉ ଠିକ୍ ସେତିକିବେଳେ ତାଙ୍କ ସ୍ପର୍ଶରେ ସେହି କଠିନ ପଥର ତରଳିଗଲା। ଆଉ ଯେତେବେଳେ ସେ ନିଜ ହାତ ସେଠାରୁ ହଟାଇଲେ, ତାଙ୍କ ଆଙ୍ଗୁଠିର ଛାପ ସେହି ପଥର ଉପରେ ସବୁଦିନ ପାଇଁ ରହିଗଲା। ଏହା ଏକ ଶାଶ୍ୱତ ପ୍ରମାଣ ଯେ ଶୁଦ୍ଧ ପ୍ରେମ ପାଖରେ ଭୌତିକ ଦୁନିଆର ନିୟମ ବି ହାର ମାନିଯାଏ। ତେବେ ଏହି ଘଟଣାଟି କେବଳ ଗୋଟିଏ ଚମତ୍କାର ହୋଇ ରହିଗଲା ନାହିଁ, ଏହା ଏକ ଶାଶ୍ୱତ ଐତିହ୍ୟରେ ପରିଣତ ହେଲା। ଆପଣ ଜାଣନ୍ତି, ଏହି ଗରୁଡ଼ ସ୍ତମ୍ଭ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ଙ୍କ ନାମରେ ନାମିତ। ଆଉ ଏହା ହେଉଛି ଅଟଳ ଭକ୍ତିର ପ୍ରତୀକ। ଏହା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଥିବା ସେହି ପବିତ୍ର ଅତୁଟ ସମ୍ପର୍କକୁ ଦର୍ଶାଏ। ଶ୍ରୀ ଚୈତନ୍ୟଙ୍କ ଏହି କାହାଣୀରୁ ଆମକୁ ଗୋଟିଏ ବହୁତ ବଡ଼ ଶିକ୍ଷା ମିଳେ। ପ୍ରଭୁଙ୍କୁ ପାଇବା ପାଇଁ ଶାରୀରିକ ନିକଟତା, ମାନେ ସିଂହାସନ ପାଖରେ ପହଞ୍ଚିବା ଜରୁରୀ ନୁହେଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହୃଦୟର ସମ୍ପୂର୍ଣ୍ଣ ସମର୍ପଣ। ଏହି କାହାଣୀ ଆମକୁ ଶିଖାଏ ଯେ ଯେତେବେଳେ ଭଗବାନଙ୍କ ପ୍ରତି ପ୍ରେମ ନିଜର ସବୁ ସୀମା ପାର କରିଯାଏ, ସେତେବେଳେ ଜଡ଼ବସ୍ତୁରେ ବି ଜୀବନ ଆସିଯାଏ। ଏପରିକି ପଥର ବି କଥା କୁହେ। ଆଉ ଆଜି ବି ଦେଖିବେ, ଏହା ଏକ ଜୀବନ୍ତ ଐତିହ୍ୟ। ହଜାର ହଜାର ତୀର୍ଥଯାତ୍ରୀ ଏହି ସ୍ତମ୍ଭ ପାଖକୁ ଆସନ୍ତି, ସେହି ପ୍ରାଚୀନ ଛାପକୁ ଛୁଅନ୍ତି। ସେମାନେ ସେହି ଦିବ୍ୟ ପ୍ରେମର ସ୍ପନ୍ଦନକୁ ଅନୁଭବ କରିବାକୁ ଚେଷ୍ଟା କରନ୍ତି।
ସତରେ ଏହା ଇତିହାସ ଆଉ ବିଶ୍ୱାସ ଭିତରେ ଗୋଟେ ସେତୁ ପରି। ଆଉ ଆଜି ପର୍ଯ୍ୟନ୍ତ ଭକ୍ତମାନେ ସେହି ପବିତ୍ର ସ୍ଥାନରେ ଠିଆ ହୋଇ ଏହି ପ୍ରାର୍ଥନା କରନ୍ତି, ହେ ମହାପ୍ରଭୁ, ପ୍ରଭୁଙ୍କ ପାଇଁ ଆପଣଙ୍କର ହୃଦୟରେ ଯେଉଁ ପ୍ରେମ ଥିଲା ତାର ଗୋଟିଏ କଣିକା ମାତ୍ର ମୋତେ ଦିଅନ୍ତୁ। ଯେମିତି ଆପଣଙ୍କର ସ୍ପର୍ଶରେ ଏ ପଥର ତରଳିଗଲା, ଠିକ୍ ସେମିତି ମୋର ଏ କଠିନ ହୃଦୟ ବି ତରଳି ଯାଉ। ଏହି ଗୋଟିଏ ପ୍ରାର୍ଥନା ହିଁ ଆମକୁ ବାରମ୍ବାର ମନେ ପକାଇ ଦିଏ ଯେ ଏ ଦୁନିଆର ସବୁଠାରୁ ବଡ଼ ଚମତ୍କାର ହେଉଛି ପ୍ରେମର ଶକ୍ତି।